जलना सी प्यार की राह में चलना सी मेरा मन में बैठू टूटा ଆପଣ ଯେ ଗରୁଡବାଳି ସାୟା ଖୋଲି କଣ ବେଶୀ ସମୟ ଲାଗେନି ଫାସ ଟାଣିଲେ ଫସି ଖୋଲିବ ଆପଣ କୋଣି ଦିନ କଥାବାର୍ତ୍ତା କରୁଛନ୍ତି ଦେଖନ୍ତୁ ମୁଁ ଜଣେ ଭଦ୍ର ମହିଳା ଆପଣ ମୋର ତମର କାଇଁ ତମର ସାୟା କାଇଁ ବା ଏରା ଝରକା ଦେଇ ଖରା ପଡୁଛି କ୍ରାଉଡ ଗୁଡା ହାଫ ପ୍ୟାଣ୍ଟ ପିନ୍ଧୁଛି ଭିତରେ ହାଫ ପ୍ୟାଣ୍ଟ ପିନ୍ଧିବ ସାୟା ପିନ୍ଧୁଛି କଣ କହୁଛନ୍ତି ମୁଁ ମୋ ସାୟା ଖୋଲିକି ଆସେ ବସିକି ଆଲୋଚନା କରିବା ରୁହନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଆଡଜଷ୍ଟ କରିଦେବି ଆରେ ଶୁଣ ଆଜ୍ଞା ତା ଛଡା ମୁଁ ଆପଣଙ୍କ ଗେଟକୁ ଦେଖି ଜାଣିସାରିଲିଣି ଆପଣ ଜଣେ ଭଦ୍ର ନମ୍ର ସରଳ ମଣିଷ ଆପଣ କିଏ ଆପଣ ଯଦି ଏ ଅବସ୍ଥାରେ ଦେଖିଲା ପରେ ମୁଁ କହୁଛନ୍ତି ମୁଁ ଜଣେ ଭଦ୍ର ସରଳ ନମ୍ର ମଣିଷ ପ୍ରକୃତରେ ଆପଣ କିଏ ମୁଁ ଆପଣଙ୍କର କେଉଁ ଅଙ୍ଗକୁ ପ୍ରଥମେ ସ୍ପର୍ଶ କରିକି ଭାବୁ କେଉଁ ଅଙ୍ଗକୁ ସ୍ପର୍ଶ କରିବି ଆପଣ କେଉଁ ଅଙ୍ଗ ଧରିବା ଦରକାର ନାହିଁ ମୁଁ ଆହୁରି ବି ଦେଖିକି ଆପଣ ଜାଣିସାରିଲିଣି ଆପଣ ବହୁତ ନିର୍ଯାତନା ପାଇଲେଣି ଏମିତି କି ଆପଣ ପୁରୁଷର ନାରୀ ହେଇସାରିଲେଣି ଭଗବାନ ପ୍ରକୃତରେ ଆପଣ କିଏ ଆପଣ ନାରୀ ନୁହନ୍ତି ଆପଣ ନାରାୟଣୀ ନା ନାରାୟଣୀ ନୁହନ୍ତି ଆପଣ ତ ସାନ ଭଳି ଗୋଜବାୟାଣୀ ସେଟା କଣ କହୁଛନ୍ତି ଆପଣ କିଏ ମୁଁ ଜାଣିପାରୁନି ଆପଣ କିଏ ହୁଏ ମୁଁ ମିଠୁ ହୁଅନ୍ତି ମିଠୁ ତୁ ଆଉ କେଡ଼ିଟେ ଥିଲୁ କେଡ଼େ କେଡ଼େ ହେଇଗଲୁଣି ଆଉ ଆପଣ ମତେ ଚିହ୍ନିଛନ୍ତି ନା ଏବେ ଭଳିଆ କହିଲେ ମୁଁ କେତେ ଛୋଟ ଥିଲି କେତେ ବଡ ହେଇଗଲି ସମସ୍ତେ ଯେ ଛୋଟ ଥାନ୍ତି କ୍ରମାନ୍ୱୟରେ ବଡ ହୁଅନ୍ତି ତୁ ଅଲରେଡି ବଡ ହେଇଛ ବଡ ହବାର ଚାନ୍ସ ନାହିଁ ଯଦି ବଢିଥାନ୍ତା ଫେବୃଆରୀ 14 ପରେ ବଢିଥାନ୍ତା ଆଉ କାହିଁ ଗଲାଣି ତ ଆଉ ହବନି ଛାଡ ଦେଖନ୍ତୁ ମୁଁ ସଂସାର ଯୋଜନାର ଆସିଛି ଆଚ୍ଛା ମୋର ଆପଣଙ୍କୁ କିଛି ପ୍ରଶ୍ନ ପଚାରିବାର ଅଛି ମତେ ପଢିଲେ ଛାଡ଼ିଲେ ଆଉ ଯାବତୀୟ ମୁଁ କହିଦେବି ମ୍ୟାଡାମ ପଢିକି ପଚାରିବିନି ଆପଣ ଜମା ବି ବ୍ୟସ୍ତ ହୁଅନ୍ତି ମ୍ୟାଡାମ ଆପଣ ମ୍ୟାରେଡ୍ ନା ଅନମ୍ୟାରେଡ୍ ହଁ ଆପଣ ମ୍ୟାରେଡ୍ ନା ଅନମ୍ୟାରେଡ୍ 100 ମୁଁ ପଚାରିଲି ଆପଣ ବାହା ହେଇଛନ୍ତି ନା ନାହିଁ ଟାଇମ ହଉନି କାହା ଇଣ୍ଟରେଷ୍ଟ ଟାଇମ ହଉନି ମୁଁ ତାହେଲେ ଆସୁଛି ରହନ୍ତୁ ଆପଣ ସ୍ପେଶାଲ ମେଟେରିଆଲ ଅଣ୍ଡେଡ ଆମ ପଳଉଛନ୍ତି ମୁଁ କହିଲି ମୁଁ ବାହା ହେଇନି ଆମ ପଳଉଛନ୍ତି ତାପରେ ମୁଁ ଅଭେଡ଼ା ଅଛି ଆପଣ କନଫର୍ମ ହେଲା ପରେ ପଳଉଛନ୍ତି ମୋର ମ୍ୟାରେଡ୍ ପର୍ସନ ଦରକାର କେତେ କଦର୍ଯ୍ୟ ତମ ଚିନ୍ତାଧାରା ମୁଁ ଜାଣିଛି କମ୍ପାନୀଠୁ ଆରମ୍ଭ କରି ସରକାର ସେକ୍ଟରରେ ସମସ୍ତେ ଏକ୍ସପିରିଏନ୍ସ ଥିବା କ୍ୟାଣ୍ଡିଡେଟକୁ ଖୋଜନ୍ତି ଆଜିକାଲି ଅଭିଆଡି ଝିଅଗୁଡାକୁ ବି ଏକ୍ସପିରିଏନ୍ସ ଥିବା ଟୋକା ଖୋଜୁଛନ୍ତି ତମକୁ ଲଜ୍ଜା ନାହିଁ ମୁଁ ତମକୁ କୋଉ ଆସନରେ ବସେଇଥିଲି ନାରାୟଣୀ ଗୋଜବାୟାଣୀ କେତେ ଆସନରେ ବସେଇଥିଲି ତମେ ଏତେ କଦର୍ଯ୍ୟ ବାହାରିବ ବୋଲି ମୁଁ ଚିନ୍ତା କରିନଥିଲି ତମେ ପର ଘଇତାକୁ ଘଇତା କରିବା ପାଇଁ ପ୍ରସ୍ତୁତ ହେଇକି ବୁଲୁଛ ତମକୁ ଲଜ୍ଜା ଲାଗୁନି ତମେ ପର ଭାଇକୁ ରାଗ କରେଇବ ଏତେ କଦର୍ଯ୍ୟ ଛି କଥାବାର୍ତ୍ତା କରୁଛନ୍ତି ଆରେ ବାବା ମୋର କହିବାର କଥା ହେଲା ଯୋଉ ପୁରୁଷ କିମ୍ବା ନାରୀ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ସେମାନଙ୍କ ଦାମ୍ପତ୍ୟ ଜୀବନ କେମିତି ସୁଖମୟରେ କଟିବ ମୁଁ ସେମାନଙ୍କୁ ଟିପ୍ସ ଦେଇଥାଏ मन में बैठू टूटा ଟିପ୍ସ କିଏ ଦବ ତମେ ତ ତମ ଷ୍ଟାଫ ମୁଁ ନିଜେ ତମେ ନିଜେ ସବୁ ହ୍ୟାଣ୍ଡେଲ କରିବ ମାନେ ଦାମ୍ପତ୍ୟ ଜୀବନ କେମିତି ସୁଖମୟରେ କଟିବ ଦାମ୍ପତ୍ୟ ଜୀବନର ମେନ୍ ସୁଖ ସିଆଡକୁ ଯାଆନି ମୁଁ ସତରେ କହିବ Yes. ସତରେ ତାହେଲେ ମୁଁ ବାହାରିଛି ତାହେଲେ ଆପଣଙ୍କ ସ୍ତ୍ରୀ ଦେଖନ୍ତୁ କଣ କରିଦେଲେ ଆପଣ 999 ଥର ଫାଟିଥିବା କିଡନୀଟାକୁ ଆପଣ ଆଉ ଥରେ ଫଟେଇକି 1000 ପୂର୍ଣ୍ଣ କରିଦେଲେ କିଡନୀ ଫାଟ କଣ କେହି ଦେଖିପାରନ୍ତି ସମସ୍ତେ ହୃଦୟ ଫାଟ ଦେଖନ୍ତି ଇଏ ଫାଟକୁ ସେ ଲୋକ ନହେଲେ ଦେଖିପାରିବେ ଇଏ ଫାଟ ଦେଖିବା ପାଇଁ ନୋଟ ଆଜିକୁ 3 ମାସ ତଳେ ସେମିତି କଣ କରନ୍ତି ଭଲସେ କୁହନ୍ତୁ ଅସରଗରେ ପୀଡ଼ିତ ହେଇ ମରିଯାଇଛି ମୋ ସ୍ତ୍ରୀ ମରିଗଲା ପାଖରେ ମୁଁ କୋଉଠି କାନ୍ଦିବି ଟିକେ ପଡିକି ମୁଁ ଟିକେ ପଡିକି କାନ୍ଦିବି ମୁଁ ତମ ସ୍କନ୍ଧରେ ପଡିକି କାନ୍ଦିବି ତମ ସ୍ତ୍ରୀ ମରିଯାଇଥିଲେ ମଜା ଆଏଗା ନା ଭିଡ ମୁଁ ଟିକେ କାନ୍ଦିବି ରେ ମତେ ଟିକେ ସାହାଯ୍ୟ କର ମୁଁ କାନ୍ଦିବି ବସି କାନ୍ଦିବି ନା ବସି କାନ୍ଦିବି
ଅତିଥି ବେଶୀ ଦିନ ରହିଲେ ଚାକର ହବ। କୁହ କଣ ଆମର ଆଲୋଚନା କଣ ରହିଲା? କଣ ଆମର କହୁନାହାନ୍ତି? ଆଲୋଚନାକୁ ଯିବା ପୂର୍ବରୁ ଆପଣ କେତୋଟି ପ୍ରଶ୍ନ ରହିବ, ଗୌରମାଳିକ ପ୍ରଶ୍ନ କରିବେ ଏବଂ ସେ ପ୍ରଶ୍ନ ଉତ୍ତର ଆପଣ ସଂକ୍ଷିପ୍ତ ଦେବେ ବୋଲି ମୁଁ ଆଶା ରଖିବି। ଆପଣ ଠେଲି କାହିଁ ପଛରେ କରୁନାହାନ୍ତି? ଆପଣଙ୍କର ଯୋଉ ପ୍ରଶ୍ନ ଉତ୍ତର ମୋ ପ୍ରଶ୍ନ ରହିବ, ଯଦି କ୍ଷୀରରେ ବାଳ ପଡିଥାଏ ଆମେ କଣ କରିବା ଉଚିତ? କଣ କରିବ ମାନେ କ୍ଷୀରର ବାରଟାକୁ ବାହାର କରିଦେବ, କ୍ଷୀରଟାକୁ ଚଅ ଚଅ କରିକି ପିଇଦେବ। ଆଲୋଚନାକୁ ଇଏ କଣ କରୁଛନ୍ତି ଯେ? ଆଗକୁ ନେବା ଆଲୋଚନାକୁ ସେ ବିଷୟ ଆଉ ଖେଳାନ୍ତୁନି। ଆପଣ ଗୋଟେ କାମ କରନ୍ତୁ, ଫଡି ମୋ ଉପରେ ପକେଇ ଦିଅନ୍ତୁ। ପଡି କମ୍ଫର୍ଟେବଲ ହଉନି। ଆଉ କମ୍ଫର୍ଟେବଲ ହଉନି, ଅତିଥି ଦେବ ଭବ, ଆପଣ ଫଡି ପକେଇଲେ ଚଳିବ, ଚଢି ପକେଇଲେ ବି ଚଳିବ। ହଉ ଶୁଣ, ଛାଡ଼। ଆଲୋଚନା ଆମେ ଆଗକୁ ନେବା। କଥାରେ ତ ମୋ ସ୍ତ୍ରୀ ମରିଯାଇଛି ମତେ ପଚାରିଲା ଆପଣ ସେ କାହିଁକି ମରିବେ? ମୋ ସ୍ତ୍ରୀ ମରିଯାଇଛି ମତେ ବାରମ୍ବାର ପଚାରିଲା, ମତେ କାନ୍ଦିକି ଭଲ ଲାଗୁଛି। ସେଠି କାନ୍ଦୁଥିଲେ ମତେ ଭାରି କାନ୍ଦ ଲାଗୁଛି। ମୋ ସ୍ତ୍ରୀ ମାଲ ପିଇଲା, ଚାଣ୍ଡାରେ ଟିକେ ଟିକେ ପିଉଥିଲା, ତାପରେ ଗୋଟେ କୁଆଡେ ପିଇଲା, କୁଆଡେ ପିଇଲା କିଛି ନାହିଁ, ତାପରେ ସିଗରେଟ ଗୁଡା ଟାଣିଲା। ପ୍ଲେନ ସିଗରେଟ ଟାଣୁଥିଲା, ଧୀରେ ଧୀରେ ଗଞ୍ଜେଇ ମିଶା ସିଗରେଟ ଟାଣିଲା। ଓ ନୋ। ମୋ ସ୍ତ୍ରୀଟି ମରିଯାଇଥିବାରୁ ଆଜି ପର୍ଯ୍ୟନ୍ତ ମତେ କେହି ଓନ କହିନି, ତମେ କହିଲା ବେଳେ ମତେ ଭଲ ଲାଗୁଛି। ତମେ ଜାଣିଛ ନା, ତାପରେ ଗଞ୍ଜେଇ ସିଗରେଟ ଟାଣିଲା, ଧୂଆଁ ଗୁଡାକ ପାଟି ପାଟି ଛାଡ଼ିଲା ନିଜେ। ଆଉ ସେ ଚାଣ୍ଡାଳି ସବୁ ସାଇଲେନ୍ସର ଦେଇକି ଛାଡ଼ିଲା, ଯାହାଫଳରେ କି ସାଇଲେନ୍ସର କଳା ପଟି ଫୁଟିଗଲା। ତାପରେ କଣ କଲା ଜାଣିଛ? କାନ୍ଦ କଟା ଗଞ୍ଜି ପିନ୍ଧିକି ମାର୍କେଟରେ ବୁଲିଲା। ଓନ କହୁନ? ଓ ନୋ। କାନ୍ଦ କଟା ଗଞ୍ଜି ପିନ୍ଧି ବୁଲିଲା। ଟୋକା କହିଲେ, ଭାଇ ଭାଉଜ କଣ ଆଫ୍ରିକା ଜଙ୍ଗଲକୁ କାକର ଯାକେ ବୁଲୁଛନ୍ତି? ଚିନ୍ତା କର, ମୋ ସ୍ତ୍ରୀ ପାଖରେ କେତେ ବାଳ ଥିଲା। ଓ ନୋ। ତାର ଥିବାରୁ ବାଳ, ବର୍ଷା ଦଉଥିଲା ପ୍ରବଳ ଜଳ, ତମେ ଜାଣିନ, ପରିବେଶ ସନ୍ତୁଳନ କରୁଥିଲା। ତାପରେ କଣ କଲା ଜାଣିଛ? ତାପରେ ଧୀରେ ଧୀରେ ଗଞ୍ଜେଇ ମିଶା ସିଗରେଟ ଟାଣି 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 ଶେଷରେ ମୋ ସ୍ତ୍ରୀଟି ମରିଗଲା। ମରିଗଲା? ମୋ ସ୍ତ୍ରୀ ମାନେ ମୋ ଝିଅ ମରିଗଲା? ବାବାଙ୍କୁ 3 ମାସ ତଳେ ଦେଖିକି ଯାଇଥିଲି, ଭଲ ଥିଲା, ହସୁଥିଲା, ବୁଲୁଥିଲା, ଖେଳୁଥିଲା, ଖାଉଥିଲା, ପିଉଥିଲା, ଏମିତି ମଲା। ତମ ଝିଅ ମଦ ପିଇ ପିଇକି ମରିଗଲା? ଏ ପ୍ରତାପ ମହାନ୍ତି ଝିଅ ମଦ ପିଇକିରି ମରିଗଲା? ଖାଲି ମଦ ପିଉନଥିଲା ଆଜ୍ଞା, ମଦ ସହିତ ବା ସିଗାରେଟ ଟାଣୁଥିଲେ। ମୋ ଝିଅ ସେ କଣ ସାଧାରଣ ସିଗାରେଟ? ସିଗାରେଟ ଭିତରେ ଡାଇରେକ୍ଟ ଗଞ୍ଜେଇ ପୁରେଇ ଟାଣୁଥିଲେ। ସେଇଟା ତାଙ୍କ ପାଇଁ କାଳ ହେଇଗଲା। ହେଇପଟା ତାଙ୍କ ସ୍ୱାମୀ ତାଙ୍କୁ ପଚାରୁନାହାନ୍ତି, ସେ କହୁଥିଲେ ତାଙ୍କ ସ୍ତ୍ରୀ କଣ 3 ମାସ ତଳେ ମରିଗଲେ। କେବଳ ଆପଣଙ୍କୁ ସମ୍ମାନ ଦେଇକି ଜଣେଇ ନଥିଲି, କାରଣ ଆପଣ ଯୋଉ ଲେବୁଲ ଭଲ ପାଆନ୍ତି ଆପଣ ଝିଅକୁ, ଆପଣ ଦିନ ରାତି 24 ଟାଇମ ଦେଇ ଜଣେଇ ନଥିଲି ବାପା। ଆଇଁଷ ପାଳି ଖାବି ସେତିକି ବି କରେଇଦେଲେ, ସବୁ ଯାକ ଅତ୍ୟାଚାରକୁ ମୋ ଝିଅର ସହିଗଲ। ଶୋଇଛନ୍ତି ଆଜ୍ଞା, ବହୁତ ଶୋଇଛନ୍ତି। ଛାଡ଼ିଛନ୍ତି ତମ ଝିଅ କଣ କରନ୍ତି? ତମ ଝିଅ ମଦ ନେଇ ଛାଡ଼ି ଘରକୁ ଆସି ଫ୍ରିଜ ଡୋର ଖୋଲି ମୁକ୍ତ। କିନ୍ତୁ ବାପା, ତମ ଝିଅ ଆଜି ମରିକି ସ୍ୱର୍ଗରେ ହେଲାଣି, ତା ଅମର ଆତ୍ମାର ସଦ୍ଗତି ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଗୋଟିଏ ଓଳି ନିରବ ପ୍ରାର୍ଥନା କରିବା ପାଇଁ। ଓଳି ନିରବ ପ୍ରାର୍ଥନା ହବ, ତାର ଯୋଉ ଆତ୍ମା ସେ ସ୍ୱର୍ଗ ପ୍ରାପ୍ତି ହବ ନାହିଁ, ମିନିଟିଏ 2 ମିନିଟରେ ହବନି, ବୁଝିପାରୁଛ ନା କଥା? କିନ୍ତୁ ଆଜି ପର୍ଯ୍ୟନ୍ତ ମୋ କନଫ୍ୟୁଜ ବାପା ଅଛି, ତମ ଝିଅ ଫ୍ରିଜ ଡୋର ଖୋଲିକି ମୋତେ କିଣିଛି। ମୁଁ ତମ ଝିଅକୁ ବାହା ହେଇଥିଲି, ତମ ବଡ ପୁଅକୁ। ଅଙ୍କଲ ଖାଲି କଣ ମୁତନ୍ତି? ଏ ବାବୁଙ୍କ ହାତ କଡା ବସିବିତି ବଜାର ସାରା ଲୋକମାନଙ୍କୁ ବାୟ କରନ୍ତି। ତଥାପି ବାବୁ ଜଣକ ତାଙ୍କ ସ୍ତ୍ରୀକି କେତେ ଭଲ ପାଆନ୍ତି। କିଛି କରୁନଥିଲେ, କିଛି କରୁନଥିଲି, କେବଳ ଆପଣ ସମ୍ମାନ ନେଇକି। ଆପଣ ବାପା ମୋ ବାପା ମରିଯାଇଛି ନା, ଆପଣ ହଉଛନ୍ତି ମୋ ବାପା। କିନ୍ତୁ ମୋ ବାପା ଗଲା ହେଲା କହିଦେଇଥିଲେ, କହିଲା ବାପାରେ ମୁଁ ମରିଯାଉଛି, ଶ୍ୱଶୁରଙ୍କୁ ବାପା ଆସନରେ ବସେଇବି, କିନ୍ତୁ ତାକୁ ମା ଘରିକା କରିବାର ସୁଯୋଗ ଦଉନି। ସିଏ ଚାଲିଛି ଆପଣ କହିଲେନି, ମୋ ବୋଉଟା ମୋ ବାପା ପଛେ ପଛେ ମରିଗଲା। ଜାଣିଛନ୍ତି ଅଙ୍କଲ, ମତେ ବଡ ଛୋଟ ପିଲା ଭଳିଆ ଜୋରସେ କୁଣ୍ଡେଇ କାନ୍ଦ। ତମର ପ୍ରବଳ ମାତ୍ରାରେ ବହି ଯାଇଥିବ ଲୁହ। ନା, ଲୁହ ମାନେ ଆଉ କହୁନାହାନ୍ତି, ଲୁହ ମାନେ କହିବା କଥା, ଆମେ ତ ଯାହା କାହାକୁ କହୁଥିଲୁ ସେ ଲୋକ ନାହିଁ, ଆମେ ବୋହିକି ଯାଇକି ପଡିବୁ କହୁଛୁ।
ହସୁଛନ୍ତି ଖାଲି ଆଖି ମନରେ ଜକେଇକି ରହିଯାଉଛନ୍ତି। ଆପଣ କାନ୍ଦୁଛନ୍ତି କଥାରେ କଷ୍ଟ ହଉଛି। ତମ ସିରି ସିନା ମରିଗଲେ ମଲା ବେଳକୁ ଛାୟା ଖଣ୍ଡା ତ ନେଇଯାଇଛି। ଏଇ ଛାୟା ଖଣ୍ଡା ମୁଁ ଚିନ୍ତା କରୁଛି ମ୍ୟୁଜିୟମରେ ଦେଇଦେବି, ଗଭର୍ଣ୍ଣମେଣ୍ଟ ମ୍ୟୁଜିୟମ। ମୁଁ ଜାଣନ୍ତି କଥା ମୋ ନମ୍ବର ଆପଣଙ୍କ ପାଖରେ ଅଛି। ହଁ। ଆପଣ ଯଦି କେବେ ସଂସାର କରିବାର ଇଚ୍ଛା ହୁଏ ତାହେଲେ ମୋ ପାଖକୁ ଆସିବେ, ମୁଁ ତିଜ ଦେବି। ଇଚ୍ଛା ଧୀରେ ଧୀରେ ହେଲାଣି ବା ମିଳିଲାଣି? ଟାଇମ୍ ହେଲାଣି। ଓନ କୋନ ଓ ନୋ ଓୟା ଓ ନୋ ଓୟା ଆସୁଛି। ହଁ। ଆयो ଭଗବାନ କଣ ଗୁଗୁଳି ଖିଆ ଝାଡ଼ା ବତ୍ତା ପେଟ ବିନ୍ଧା କଣ କହିଲୁ ମୋ ସ୍ତ୍ରୀ ମରିଯାଇଛି କଣ ବାଟ ଦେଖାଉ ନା କଣ କଣ ରାତି ଦିନ ଚାଲିଛି ଡାଇନୋସର ଆଇଲା ବା। ଡାଇନୋସର ଆୟା କଣ ମତେ ଅନେଇ କଥା କହୁ ସେଟା କଣ ଅନେଇ କଥା କହୁ କଣ କହୁଥିଲେ ମୋ ସ୍ତ୍ରୀ ମରିଯାଇଛି ଆଉ ମୁଁ କିଏ ଠିଆ ହେଇଛି ଟିକେ ଓୟା ତୋ ଗୁଗୁଳିକା ଆଉ କଣ କହୁଥିଲେ ସିଗାରେଟ ବଞ୍ଚେଇ ପଡିଛନ୍ତି ଅନାଲୁ ତୋ ରକ୍ତ ବହିଯିବି ଏ ମା ମଦ ପିଉଥିଲୁ, ଦେଶୀ ନା ବିଦେଶୀ ପଚାରିଲୁ? ଦେଶୀ ନା ନା ବିଦେଶୀ ନା ନବ ଗଲା କି କହିଲା କି? ତମେ ଟିକେ ଆଉ କହୁଛ ମୁଁ ସେଇ କଥା ଶୁଣୁଛି ମୁଁ କିଛି କହିନି। ଆଉ କିଏ କହିଲା ଯାହା କହିଛନ୍ତି ବାପା କହିଛନ୍ତି। ବାପା କହିଲେ ମୋ ଝିଅଟି ଆଜି 3 ମାସରେ ବର୍ଷ ରୋଗରେ ପଡି ମରିଯାଇଛି। ମୋ ଝିଅ ବୋଲି କହି ତାକୁ ଟିକେ କୁଣ୍ଡେଇ କହିଲି ସେ ପର ଝିଅଟାକୁ ମୋରି ସାମ୍ନାରେ କୁଣ୍ଡଉଥାନ୍ତି। ମୁଁ କହିଲି ବାପା ଇଏ କଣ କରୁଛ, ଗୋଟେ ପର ଝିଅକୁ କୁଣ୍ଡଉଛି। ମତେ ନା ମୋ ଝିଅ ମରିଯାଇଛି। ବାପା ଛି। ଏଇ ବସରେ ଛି ଛି। ଏ ରାତି ଛୁଆ, ମଦରଚ ତମେ ଗୋଟା ଘୋଡ଼ା ମଦୁଆ ଟା ବୁଦ୍ଧିଆ ପଡି ତୋ ବାପାକୁ ତୁ ସନ୍ଦେହ କରୁଛୁ। ମୁଁ ମଦୁଆ ମୁଁ ମଦୁଆ ଆଉ କଣ? ମୁଁ ମଦୁଆ ହେଲେ ତମେ ରାନ୍ଧୁଆ। ତୋ ମା ଘରୁଆ। ତମେ କୋଉ ହିସାବରେ କୁଣ୍ଡଉଥିଲ ଜୟ ସାମ୍ନାରେ? ମାର ମାର ମତେ ମାରି ମାରି ମତେ ମାରି ଦିଅ, ତଥାପି ସତ କହିବାକୁ ପଛେଇବି ନାହିଁ। ମୋ ସନାତନ ହତ୍ୟା ମା। ମାର ମତେ। ଖାଇକି ମତେ ଏମିତି ବଦନାମ କରୁଛୁ ରେ। କଣ ପାଇଁ ମୋ ଝିଅ ଆଗରେ ମିଛ କଥା ତା କହିଯାଉ? କଣ ପାଇଁ କହିଲି କହିବି? କଣ ପାଇଁ କହିବ? କାହିଁକି ମିଛ କହିଲି କହିବି? କହୁନା? ନେକ୍ସଟ ସିନରେ କହିବି। ଓ ଶଳା ମଦ